ମୁଁ ରାଜେଶ ସିଂହ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ୟୁଟ୍ୟୁବ୍ ଚ୍ୟାନେଲକୁ। ଏବେ ଆମ ଶ୍ରୀମଦ୍ ଭାଗବତ ଗୀତାର ତ୍ରୟୋଦଶ ଅଧ୍ୟାୟ ଶୁଣନ୍ତୁ। ଶ୍ରୀ ଭଗବାନ କହିଲେ, ହେ ଅର୍ଜୁନ, ଏହି ଶରୀରର କ୍ଷେତ୍ର ନାମରେ କଥିତ ହୁଏ ଏବଂ ଏହାକୁ ଯେ ଜାଣନ୍ତି ତତ୍ତ୍ୱଜ୍ଞ ଜ୍ଞାନୀ ଜନମାନଙ୍କୁ ତାଙ୍କୁ କ୍ଷେତ୍ରଜ୍ଞ ବୋଲି କହନ୍ତି। ହେ ଅର୍ଜୁନ, ତୁମେ ମୋତେ ସବୁ କ୍ଷେତ୍ରରେ କ୍ଷେତ୍ରଜ୍ଞ ଅର୍ଥାତ୍ ଜୀବାତ୍ମା ବୋଲି ଜାଣ ଏବଂ କ୍ଷେତ୍ର ଓ କ୍ଷେତ୍ରଜ୍ଞ ତତ୍ତ୍ୱ ଜାଣିବା ହିଁ ମୋର ମତରେ ଜ୍ଞାନ। ସେହି କ୍ଷେତ୍ର କେଉଁଥିରୁ କ'ଣ ଉତ୍ପନ୍ନ ହୋଇଛି ତଥା ସେହି କ୍ଷେତ୍ରଜ୍ଞ ମଧ୍ୟ କିଏ ଓ ତାହା କେଉଁ ପ୍ରଭାବଯୁକ୍ତ କ୍ଷେତ୍ରଜ୍ଞ ତତ୍ତ୍ୱ ଋଷିମାନଙ୍କ ଦ୍ୱାରା ବହୁ ପ୍ରକାର କୁହାଯାଇଛି ଏବଂ ବିବିଧ ବେଦ ମନ୍ତ୍ରମାନଙ୍କ ଦ୍ୱାରା ମଧ୍ୟ ଭାବରେ ନିଶ୍ଚୟ କରାଯାଇଥିବା ଯୁକ୍ତିଯୁକ୍ତ ବ୍ରହ୍ମସୂତ୍ରର ପଦମାନଙ୍କ ଦ୍ୱାରା ଅହଙ୍କାର, ବୁଦ୍ଧି ଓ ମୂଳ ପ୍ରକୃତି ତଥା 10 ଇନ୍ଦ୍ରିୟ, ଏକ ମନ ଇନ୍ଦ୍ରିୟମାନଙ୍କର ସୁଗନ୍ଧ ତଥା ଇଚ୍ଛା, ଦ୍ୱେଷ, ସୁଖ, ଦୁଃଖ, ସ୍ଥୂଳ ଦେହରେ ପିଣ୍ଡ, ଚେତନା, ଧୃତି ସଂକ୍ଷେପରେ କୁହାଗଲା। ନିଜଠାରେ ଶ୍ରେଷ୍ଠତା ଅଭିମତା, ପ୍ରାଣୀ ମାତ୍ରକେ କାହାରିକୁ କୌଣସି ପ୍ରକାର ଦୁଃଖ ନ ଦେବା, କ୍ଷମତାଶୀଳତା, ମନ ବଚନ ଆଦିରେ ସରଳତା, ବାହ୍ୟ ଶୁଦ୍ଧି, ଅନ୍ତଃକରଣର ସ୍ଥିରତା ଏବଂ ମନ ଇନ୍ଦ୍ରିୟ ସହିତ ଶରୀରର ନିଗ୍ରହ, ଭୋଗରେ ଆସକ୍ତିର ଅଭାବ, ଅହଙ୍କାର ଶୂନ୍ୟତା, ଜନ୍ମ, ମୃତ୍ୟୁ, ଜରା, ବ୍ୟାଧି ଆଦିରେ ଦୁଃଖ ନା କରିବା, ପୁତ୍ର, ସ୍ତ୍ରୀ, ଗୃହ ଏବଂ ଧନ ଆଦିରେ ଆସକ୍ତିର ଅଭାବ, ମମତ୍ୱର ଅଭାବ, ସର୍ବଦା ସମଚିତ୍ତ ହୋଇ ରହିବା, ମୋ ଠାରୁ ଅର୍ଥାତ୍ ପରମେଶ୍ୱରଙ୍କ ତଥା ଏକାନ୍ତ ଓ ଶୁଦ୍ଧ ସ୍ଥାନରେ ରହିବାର ସ୍ୱଭାବ, ବିଷୟାସକ୍ତ ଲୋକମାନଙ୍କ ଅଧ୍ୟାତ୍ମିକ ଜ୍ଞାନରେ ନିତ୍ୟସ୍ଥିତ ଏବଂ ତତ୍ତ୍ୱଜ୍ଞାନର ଅର୍ଥ ରୂପ ବୋଲି ଏବଂ ଯାହା ଏହାର ବିପରୀତ ତାହା ଅଜ୍ଞାନ ବୋଲି, ଯାହା ଜାଣି ମନୁଷ୍ୟ ପରମାନନ୍ଦ ପ୍ରାପ୍ତ ହୁଏ, ତାହା ମୁଁ ଭଲ ରୂପେ ବୁଝାଇ ଦେବି। ନାହିଁ କି ଅସତ୍ ବୋଲି କୁହାଯାଇ ପାରିବ ନାହିଁ। ସକଳ ଦିଗର ହସ୍ତ ଓ ପାଦ ରହିଛି, ସକଳ ଦିଗର କର୍ଣ୍ଣ ରହିଛି, କାରଣ ସେ ସଂସାର ସବୁକୁ ବ୍ୟାପୀ ରହିଛି। ବିଷୟର ଜ୍ଞାତା, ଅଥଚ ବାସ୍ତବରେ ସେ ସକଳ ଇନ୍ଦ୍ରିୟରୁ ରହିତ ଅଟନ୍ତି। ସେ ଆସକ୍ତ ଏବଂ ନିର୍ଗୁଣ ହୋଇ ମଧ୍ୟ ଗୁଣମାନଙ୍କର ଭୋକ୍ତା ଅଟନ୍ତି। ସେହି ପରମାତ୍ମା ଚରାଚର ସକଳ ଭୂତଙ୍କର ବାହାରେ ଓ ଭିତରେ ସର୍ବତ୍ର ପରିପୂର୍ଣ୍ଣ ହୋଇ ରହିଛନ୍ତି ଏବଂ ପୁଣି ସେ ସୂକ୍ଷ୍ମ ହୋଇଥିବାରୁ ଅଭିଜ୍ଞ ଅଟନ୍ତି ତଥା ସେ ଅତ୍ୟନ୍ତ ନିକଟରେ ଅଛନ୍ତି ଓ ଅତି ଦୂରରେ ମଧ୍ୟ ଅଛନ୍ତି। ସେହି ପରମାତ୍ମା ଅବିଭକ୍ତ ବି ଚରାଚର ସମସ୍ତ ଭୂତମାନଙ୍କ ଭିତରେ ବିଭକ୍ତ ପରି ହୋଇ ରହିଥିବା ପ୍ରତୀତ ହୁଅନ୍ତି। ପୁଣି ସେହି ଜ୍ଞେୟ ପରମାତ୍ମା ବିଶ୍ୱ ରୂପରେ ଭୂତମାନଙ୍କର ଧାରଣ ପୋଷଣ କର୍ତ୍ତା, ରୁଦ୍ର ରୂପରେ ସଂହାର କର୍ତ୍ତା ତଥା ବ୍ରହ୍ମ ରୂପରେ ସମସ୍ତଙ୍କ ସୃଷ୍ଟିକର୍ତ୍ତା ଅଟନ୍ତି। ସେହି ପରଂବ୍ରହ୍ମକୁ ଜ୍ୟୋତିମାନଙ୍କର ବି ଜ୍ୟୋତି ଏବଂ ମାୟାରୁ ସମ୍ପୂର୍ଣ୍ଣ ଅତୀତ ବୋଲି କୁହାଯାଏ। ସେହି ପରମାତ୍ମା ବୋଧ ସ୍ୱରୂପ ଜାଣିବାର ଯୋଗ୍ୟ ଏବଂ ତତ୍ତ୍ୱଜ୍ଞାନ ଦ୍ୱାରା ପ୍ରାପ୍ୟ ତଥା ସେ ସମସ୍ତଙ୍କର ହୃଦୟରେ ବିଶେଷ ରୂପ ଅବସ୍ଥିତ। ଏପରି ଭାବରେ କ୍ଷେତ୍ର ତଥା ଜ୍ଞାନ ଓ ଜ୍ଞେୟ ପରମାତ୍ମାଙ୍କର ସ୍ୱରୂପ ସଂକ୍ଷେପରେ କୁହାଗଲା। ମୋର ଭକ୍ତ ଏହା ତତ୍ତ୍ୱ ଜାଣି ମୋର ସ୍ୱରୂପ ପ୍ରାପ୍ତ ହୁଅନ୍ତି। ପ୍ରକୃତି ଏବଂ ପୁରୁଷ ଏହି ଉଭୟଙ୍କୁ ଅନାଦି ମୁଁ ବୋଲି ଜାଣ ଏବଂ ରାଜ ଦ୍ୱେଷ ବିକାରଗୁଡ଼ିକ ତଥା ତ୍ରିଗୁଣାତ୍ମକ ସମସ୍ତ ପଦାର୍ଥ ବି ପ୍ରକୃତିରୁ ହିଁ ଉତ୍ପନ୍ନ ବୋଲି ଜାଣ। କାର୍ଯ୍ୟ ଓ କରଣ ଉତ୍ପନ୍ନ କରିବାରେ ପ୍ରକୃତିକୁ ହେତୁ ବୋଲି କୁହାଯାଏ ଏବଂ ସୁଖ ଦୁଃଖର ଭୋକ୍ତାପଣରେ ଅର୍ଥାତ୍ ଭୋଗିବାରେ ଜୀବାତ୍ମା ହେତୁ ବୋଲି କୁହାଯାଏ। ପ୍ରକୃତିର ସ୍ଥିତ ପୁରୁଷ ହିଁ ପ୍ରକୃତିରୁ ଉତ୍ପନ୍ନ ତ୍ରିଗୁଣାତ୍ମକ ପଦାର୍ଥଗୁଡ଼ିକୁ ଭୋଗ କରେ ଏବଂ ଏହିସବୁ ଗୁଣମାନଙ୍କର ସଙ୍ଗେ ହିଁ ଏହି ଜୀବାତ୍ମାର ଭଲ ମନ୍ଦ ଯୋନିମାନଙ୍କର ଜନ୍ମ ନେବାର କାରଣ ଅଟେ। ଏହି ଦେହରେ ଅବସ୍ଥିତ ହୋଇ ମଧ୍ୟ ଏହି ଆତ୍ମା ପ୍ରକୃତରେ ପରମାତ୍ମା ହିଁ ଅଟେ। ସେ ହିଁ ସାକ୍ଷୀ ହୋଇଥିବାରୁ ଉପଦେଷ୍ଟା ଯଥାର୍ଥ
ସମ୍ମତିଦାତା ହୋଇଥିବାରୁ ଅନୁମନ୍ତା, ସମସ୍ତଙ୍କ ଧାରଣ ପୋଷଣକାରୀ ହୋଇଥିବାରୁ ଭର୍ତ୍ତା, ଜୀବରୂପୀ ହୋଇଥିବାରୁ ଭୋକ୍ତା, ବ୍ରହ୍ମ ପ୍ରକୃତିରେ ସ୍ୱାମୀ ହୋଇଥିବାରୁ ମହେଶ୍ୱର ଏବଂ ଶୁଦ୍ଧ ସଚ୍ଚିଦାନନ୍ଦନ ହୋଇଥିବାରୁ ପରମାତ୍ମା ବୋଲି କଥିତ ହୁଏ। ଏପରି ଭାବରେ ଯେଉଁ ମନୁଷ୍ୟ ପୁରୁଷକୁ ଓ ଗୁଣମାନଙ୍କ ସହିତ ପ୍ରକୃତିକୁ ତତ୍ତ୍ୱ ଜାଣନ୍ତି, ସେ ସକଳ ପ୍ରକାର କର୍ତ୍ତବ୍ୟ କର୍ମ କରୁଥିଲେ ବି ପୁନର୍ଜନ୍ମ ପ୍ରାପ୍ତ ହୁଅନ୍ତି ନାହିଁ। କେତେକ ମନୁଷ୍ୟ ସେହି ପରମ ପୁରୁଷ ପରମାତ୍ମାକୁ ଶୁଦ୍ଧ ହୋଇଥିବା ସୂକ୍ଷ୍ମ ବୁଦ୍ଧି ବଳରେ ଧ୍ୟାନ ଦ୍ୱାରା ହୃଦୟରେ ଦର୍ଶନ କରନ୍ତି। ଅନ୍ୟ କେତେକ ଜ୍ଞାନ ଯୋଗ ଦ୍ୱାରା ଓ ଆହୁରି କେତେକ କର୍ମ ଯୋଗ ଦ୍ୱାରା ତାଙ୍କୁ ଦର୍ଶନ କରନ୍ତି ଅର୍ଥାତ୍ ପ୍ରାପ୍ତ କରନ୍ତି। ପରନ୍ତୁ ଅନ୍ୟ ଅଳ୍ପ ବୁଦ୍ଧି ପୁରୁଷମାନେ ଏପରି ତତ୍ତ୍ୱ ଜାଣୁଥିବାରୁ ଅନ୍ୟମାନଙ୍କ ଠାରୁ ଅର୍ଥାତ୍ ତତ୍ତ୍ୱଜ୍ଞ ପୁରୁଷମାନଙ୍କ ଠାରୁ ଶୁଣି ହିଁ ତଦନୁସାରେ ଉପାସନା କରନ୍ତି ଏବଂ ସେହି ଶ୍ରବଣ ପରାୟଣ ପୁରୁଷମାନେ ବି ମୃତ୍ୟୁରୂପକ ସଂସାର ସାଗରକୁ ନିଃସନ୍ଦେହ ତରିଯାଆନ୍ତି। ହେ ଅର୍ଜୁନ, ଯେତେ ସବୁ ସ୍ଥାରବ ଜଙ୍ଗଲ ପ୍ରାଣୀ ଉତ୍ପନ୍ନ ହୁଅନ୍ତି, ସେମାନଙ୍କୁ ତୁମେ କ୍ଷେତ୍ର ଓ କ୍ଷେତ୍ରଜ୍ଞର ସଂଯୋଗରୁ ହିଁ ଉତ୍ପନ୍ନ ହୁଅନ୍ତି ବୋଲି ଜାଣ। ଯେଉଁ ପୁରୁଷ ବିନଷ୍ଟ ହେଉଥିବା ସକଳ ଚରାଚର ଭୂତମାନଙ୍କଠାରେ ପରମେଶ୍ୱରଙ୍କୁ ନାଶ ରହିତ ଏବଂ ସମଭାବରେ ଅବସ୍ଥିତ ଥିବା ଦେଖନ୍ତି, ସେ ହିଁ ଯଥାର୍ଥ ଦେଖନ୍ତି। କାରଣ ଯେଉଁ ପୁରୁଷ ସର୍ବତ୍ର ସମଭାବରେ ଅବସ୍ଥିତ ପରମେଶ୍ୱରଙ୍କୁ ସମାନ ରୂପରେ ଦେଖି ନିଜ ଦ୍ୱାରା ନିଜକୁ ନଷ୍ଟ କରନ୍ତି ନାହିଁ, ସେ ତାହାର ଫଳସ୍ୱରୂପ ପରମ ଗତିକୁ ପ୍ରାପ୍ତ ହୁଅନ୍ତି। ଏବଂ ଯେଉଁ ପୁରୁଷ କର୍ମମାନଙ୍କୁ ସବୁ ପ୍ରକାର ପ୍ରକୃତି ଦ୍ୱାରା ହିଁ କରାଯାଉଛି ବୋଲି ଦେଖନ୍ତି ଓ ଆମକୁ ଆତ୍ମାକୁ ଅକର୍ତ୍ତା ବୋଲି ଦେଖନ୍ତି, ସେ ହିଁ ଯଥାର୍ଥ ଦେଖନ୍ତି। ଏହି ପୁରୁଷ ଯେଉଁ କ୍ଷଣି ଭୂତମାନଙ୍କ ପୃଥକ୍ ପୃଥକ୍ ଭାବର ଏକ ପରମାତ୍ମାଙ୍କ ଠାରେ ଅବସ୍ଥିତ ଥିବା ଦେଖନ୍ତି ଏବଂ ସେହି ଏକ ପରମାତ୍ମାଙ୍କ ଠାରୁ ହିଁ ସମସ୍ତ ଭୂତଙ୍କର ବିସ୍ତାର ହୋଇଛି ବୋଲି ଦେଖନ୍ତି, ସେ ସେହି କ୍ଷଣି ସଚ୍ଚିଦାନନ୍ଦନ ବ୍ରହ୍ମକୁ ପ୍ରାପ୍ତ ହୋଇଯାଇଥାନ୍ତି। ହେ ଅର୍ଜୁନ, ଅନାଦି ହୋଇଥିବାରୁ ଓ ନିର୍ଗୁଣ ହୋଇଥିବାରୁ ଏହି ଅବିନାଶୀ ପରମାତ୍ମା ଶରୀରରେ ରହି ମଧ୍ୟ ବାସ୍ତବରେ କିଛି କରନ୍ତି ନାହିଁ କି କୌଣସି ଥିଲେ ଲିପ୍ତ ହୁଅନ୍ତି ନାହିଁ। ଯେପରି ସର୍ବତ୍ର ବ୍ୟାପ୍ତ ଆକାଶ ସୂକ୍ଷ୍ମ ହୋଇଥିବାରୁ ଲିପ୍ତ ହୁଏ ନାହିଁ, ସେପରି ଦେହରେ ସର୍ବତ୍ର ଅବସ୍ଥିତ ଆତ୍ମା ନିର୍ଗୁଣ ହୋଇଥିବାରୁ ଦେହରେ ଗୁଣମାନଙ୍କ ଦ୍ୱାରା ଲିପ୍ତ ହୁଏ ନାହିଁ। ହେ ଅର୍ଜୁନ, ଯେପରି ଏକ ହିଁ ସୂର୍ଯ୍ୟ ସମସ୍ତ ବ୍ରହ୍ମାଣ୍ଡକୁ ଆଲୋକିତ କରିଥାଏ, ସେହିପରି ଏକ ହିଁ ଆତ୍ମା ସମସ୍ତ କ୍ଷେତ୍ରକୁ ଆଲୋକିତ କରେ। ଯେଉଁ ପୁରୁଷମାନେ ଏପରି ଭାବରେ କ୍ଷେତ୍ର ଓ କ୍ଷେତ୍ରଜ୍ଞର ପ୍ରଭେଦ ତଥା କାର୍ଯ୍ୟ ସಮೇତ ପ୍ରକୃତିରୁ ମୁକ୍ତ ହେବା ପ୍ରଣାଳୀ ଜ୍ଞାନ ନେତ୍ର ଦ୍ୱାରା ତତ୍ତ୍ୱ ଜାଣିପାରନ୍ତି, ସେହି ମହାତ୍ମାମାନେ ପରମବ୍ରହ୍ମ ପରମାତ୍ମାକୁ ପ୍ରାପ୍ତ କରନ୍ତି। ଓଂ ତତ୍ସଦିତି ଶ୍ରୀମଦ୍ ଭାଗବତ ଗୀତା ସୁପନିଷଦ ବ୍ରହ୍ମ ବିଦ୍ୟାୟ ଯୋଗଶାସ୍ତ୍ରେ ଶ୍ରୀକୃଷ୍ଣ ଜନ୍ମ ସମ୍ବାଦେ କ୍ଷେତ୍ର ବିଭାଗୋଚ ନାମ ତ୍ରୟୋଦଶାୟ। ଜୟ ଜଗନ୍ନାଥ। ଓଡ଼ିଶାବାସୀ, ଆପଣଙ୍କୁ କିପରି ଲାଗିଲା ଜଣାଇବେ।